ପାଖେ ଆସି ପହଞ୍ଚନ୍ତି। ସର୍ବପ୍ରଥମେ ମୁଁ ସେଇ ବଳିଆର ପୂଜ ଷୋଳ କଳାର ଆଧାର ଜଗତର ନାଥ ଶ୍ରୀ 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 ଜଗନ୍ନାଥଙ୍କର ଚରଣାର ବିନ୍ଦରେ ମୋର ସହସ୍ର ସହସ୍ର ଭକ୍ତି ସୁମନ ଅର୍ପଣ କରି ମା ଭଗବତୀଙ୍କ ଚରଣରେ ସଦାସମାନ ଦେଇ ଏ କୋଣାର୍କବାସୀଙ୍କୁ ବାର ବାର ପ୍ରଣାମ ଜଣାଇ ମୋର ସଂକ୍ଷିପ୍ତ ଭାଷଣ ଆରମ୍ଭ କରୁଛି। ବନ୍ଧୁଗଣ, ଏ ଯେଉଁ ଉମେଶ ବାବୁ କହିଲେ ଏଇଟା ହେଉଛି 30ତମ ସାହିତ୍ୟ ଉତ୍ସବ। ଏହାର ପ୍ରଥମ ଉତ୍ସବକୁ ମୁଁ ଆସିଥିଲି ଏବଂ ମୋ ସାଙ୍ଗରେ ମୁଁ ଆଣିଥିଲି ପଦ୍ମଶ୍ରୀ ବାଗ୍ମୀ ରଜତ କୁମାର କର। ରଜତ ବାବୁ ମୁଁ ଗାଡ଼ି ଚଲେଇକି ମୁଁ ନିଜେ ଗାଡ଼ି ଚଲାଉଥାଏ, ସେ ମୋ ପାଖରେ ବସିଥାନ୍ତି। ଉଭୟ ଆସିଲୁ ଏବଂ ସେ ଉତ୍ସବରେ ମଧ୍ୟ ପଦ୍ମଶ୍ରୀ ଡକ୍ଟର କୁମକୁମ ମହାନ୍ତି ଥିଲେ ଏବଂ ଅନ୍ୟମାନେ ଥିଲେ। ଆମ ବନ୍ଧୁ ଅଜୟ ବାବୁ ସିଏ ବି ପଛରେ ଆସି ସେ ଅନୁଷ୍ଠାନ ସହିତ ଯୋଗ ଦେଲେ ଏବଂ ସେ ଉତ୍ସବଟି ଅତ୍ୟନ୍ତ ମାର୍ମିକ ହେଇଥିଲା। 30 ବର୍ଷ ତଳର କଥା। ଆଉ ଗୋଟାଏ ଥର ଗଙ୍ଗା ଭାଇ ଯାଇ ଆମ ଘରେ ପହଞ୍ଚିଲେ, ଗୁରୁ ଗଙ୍ଗାଧର କଥା। ସେତେବେଳକୁ ସନ୍ଧ୍ୟା ହେଇ ଆସୁଛି ଏବଂ ସେ ଏକୁଟିଆ ନୁହଁ, ତାଙ୍କ ସବୁଏ ଯାଇ ଆମ ଘରେ ପହଞ୍ଚିଲେ ଏବଂ ଆମ ଭିତରେ ଗରମା ଗରମ ଆଲୋଚନା ହେଲା ରାତି 9ଟା ପର୍ଯ୍ୟନ୍ତ। 9ଟା ହେଲାଣି, ଆପଣ ଯିବେ କୁଆଡ଼େ? ଆମ ଘରେ ରାତ୍ର ଭୋଜନ କରିବେ ଏବଂ ରାତ୍ର ଭୋଜନ ହେଲା ଏବଂ ସେ ପ୍ରସ୍ତାବ ଦେଲେ ଏଥର ସାହିତ୍ୟ ଉତ୍ସବରେ ଆପଣ ଯଦି ଟିକେ ବୁଢ଼ାକୁ ନିଅନ୍ତେ ତାହେଲେ ଭାରି ଭଲ ହୁଅନ୍ତା। ବୁଢ଼ା ମାନେ ଉତ୍କଳ ବାଚସ୍ପତି ପ୍ରଫେସର ଗୌରୀ କୁମାର ବ୍ରହ୍ମା। ତାଙ୍କୁ ଟିକେ ଯଦି ଆପଣ ଆଣନ୍ତେ ଭାରି ଭଲ ହୁଅନ୍ତା। ଆପଣ ମୁଖ୍ୟ ବକ୍ତା ରହନ୍ତେ, ସିଏ ରହନ୍ତେ ଏବଂ କବି ମିଶ୍ର ବୋଲି ଜଣେ ଥିଲେ, କବି ଡାକ୍ତର କବି ପ୍ରସାଦ ମିଶ୍ର, ସିଏ ବି ଆସିଥିଲେ ଏବଂ କୀର୍ତ୍ତନ ପାଢ଼ୀ ବୋଲି ଜଣେ ସଂସ୍କୃତ ସିଏ ବି ଆସିଥିଲେ। ଇଏ ସମସ୍ତେ ଥିଲେ ଏବଂ ସେ ବର୍ଷ ମୋତେ ଗଙ୍ଗାଇ ନିର୍ଦ୍ଦେଶ ଦେଇଥିଲେ ଆପଣ ସ୍ୱଭାବ କବି ଗଙ୍ଗାଧର ମେହେର ଉପରେ ଟିକେ କହିବେ ଏବଂ ମୁଁ 1 ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଭାଷଣ ଦେଇଥିଲି। ତାହା ଅତୀତ, ମୁଁ ତା ଭିତରକୁ ଯିବାକୁ ଚାହୁଁନି। ୟା ଭିତରେ ମଧ୍ୟ ଆଉ ଗୋଟେ ଥର ସାହିତ୍ୟ ଉତ୍ସବ ହେଇଥିଲା। ସେ ଉତ୍ସବରେ ଆମର ବନ୍ଧୁ ଅଜୟ ସ୍ୱାଇଁ, ମୁଁ ଆଉ ଜଣେ ବନ୍ଧୁ ଦିଲ୍ଲୀପ ଶ୍ରୀଚନ୍ଦନ, ଏସବୁ ଆମେ ଆସି ଏଠି ପହଞ୍ଚିଥିଲୁ। ତାପରେ କିଛି ବର୍ଷ ପରେ ପୁରା ବନ୍ଦ ହେଇଗଲା। ମୁଁ ବେଳେବେଳେ ବାଙ୍ଗାଲୋରରେ ରହେ, ଯଦିଓ ରହେ ମୁଁ ସେଇ ସମୟରେ ଠିକ୍ ଫେବୃଆରୀ 18, 19 ଆସିଲା ବେଳକୁ ମୁଁ ଉମେଶ ବାବୁଙ୍କୁ ଟେଲିଫୋନ୍ କରେ, ଏ ବର୍ଷ କୋଣାର୍କରେ ହେଉଛି ନା ନାହିଁ, କିନ୍ତୁ କୌଣସି ନା କୌଣସି କାରଣବଶତଃ ତାହା ହେଇପାରିଲା ନାହିଁ। ତେବେ ଯାହା ହଉ ସେ ଜିନିଷଟାକୁ ଆଉ ଥରେ ସେମାନେ ପୁନରୁତ୍ଥାନ କରିଛନ୍ତି। ୟାଠାରୁ ଭଳି ଗୌରବ ବିଷୟ ଆଉ କିଛି ହେଇନଥାଏ। ବନ୍ଧୁଗଣ, ଗଙ୍ଗାଙ୍କ ସହିତ ମୋର ଅନେକ ସ୍ମୃତି। ରାତାରାତି ମଧ୍ୟ ରାତି ପାଇଯାଇଛି, ବହୁ ଆଲୋଚନା ଆମେ କରିଛୁ। ମୁଁ ତାଙ୍କୁ ଡାକିକି ଭୁବନେଶ୍ୱରରେ ପଦ୍ମଶ୍ରୀ ପାଇବା ପରେ ସ୍ୱତନ୍ତ୍ର ଭାବରେ ସମ୍ବର୍ଦ୍ଧନା କରିଛି ଏବଂ ତାହା ଆଜି ଅତୀତ। ଯାହାକୁ କହନ୍ତି ତୋଳାଶରୀ ନାହିଁ ନୃତ୍ୟ କୋଣାର୍କ, ତୋଳାଶରୀ ନାହିଁ ନୃତ୍ୟ କୋଣାର୍କ, ପଳାଇଲ କେଉଁ ରାଇଜେ, ସଂକଳ୍ପ ଥିଲା କଳ୍ପ କଳ୍ପ, ସଂକଳ୍ପ ଥିଲା କଳ୍ପ କଳ୍ପ, ଅଳପ ତ ସରି ନାହିଁ ଯେ, ଆଉ କେ ପ୍ରାଣରେ ନିହାଣ ଧରିବ, ରାଣ ଦେଇକିରେ ସମର ପ୍ରାଙ୍ଗଣେ, ରାଣ ଦେଇକିରେ ସମର ପ୍ରାଙ୍ଗଣେ, ଧନୁରେ ଗୁଣ ଚଢ଼େଇବ। ପ୍ରକୃତରେ ଗଙ୍ଗାଇ ଥିଲେ ସରସ୍ୱତୀଙ୍କର ବରପୁତ୍ର, ସରସ୍ୱତୀଙ୍କର ବରାଧର ପୁତ୍ର। ନିତ୍ୟ କରୁଥିଲ ଅର୍ଚ୍ଚନ, ଆଉ ନୃତ୍ୟ କଳା ତବ ସୃଷ୍ଟି କରୁଥିଲା, ନୃତ୍ୟ କଳା ତବ ସୃଷ୍ଟି କରୁଥିଲା। ମରୁରେ ଅମର କାନନ, ମରୁରେ ଅମର କାନନ, ସିଂହାର ପଣେ ଯଥାରଣ କେଶରୀ, ବିଚକ୍ଷଣତାରେ ପ୍ରବୀଣ ନୃତ୍ୟ ଶିଳ୍ପୀରେ ଗଙ୍ଗାଇ କି କାହିଁ କେଶରୀ। ତେଣୁ ବନ୍ଧୁଗଣ, ଏହା ଅତୀତ ଏବଂ ଆଜିର ଆଲୋଚ୍ୟ ବିଷୟ ହେଉଛି ପାଲା ସାହିତ୍ୟକୁ ଆପଣମାନଙ୍କର କ'ଣ ଅବଦାନ ବା ଓଡ଼ିଆ ସାହିତ୍ୟକୁ ପାଲାର ଅବଦାନ। ସାହିତ୍ୟ, ପାଲା ଏବଂ ନୃତ୍ୟ
ଏ ତିନିଟା ହେଉଛି ତ୍ରିବେଣୀ ସଙ୍ଗମ। ମୋ ମନେ ପଡ଼ୁଛି ମୁଁ ତୃତୀୟ ଶ୍ରେଣୀରେ ପଢ଼ୁଥାଏ, ହଠାତ୍ ଖବର ପାଇଲି। ମୁଁ ଟିକେ ଭାରି ପାଲା ପ୍ରିୟ ଥିଲି, କାରଣ ମୋ ବାପା ଜଣେ ପ୍ରଧାନ ଶିକ୍ଷକ ଥିଲେ ଏବଂ ତାଙ୍କର ଯେହେତୁ ସାହିତ୍ୟ ପ୍ରତି ରୁଚି ଥିଲା, ସେ ପ୍ରଭାବଟା ମୋ ଉପରେ ପଡ଼ିଥିଲା। ଖବର ପାଇଲି ଯେ କୁଣ୍ଡେଇଆଟେ ହେଉଛି ଆଜି ବାଦପାଲା। ମୁଁ ତୃତୀୟ ଶ୍ରେଣୀର ଛାତ୍ର ଏବଂ ବାଦପାଲା କିଏ କରୁଛନ୍ତି, ଯାହା ସେ ଉତ୍ଥାପନ କଲେ ପରମାନନ୍ଦ ଶରଣ, ଆଉ ଜଣେ ହେଉଛନ୍ତି ଗାୟକ ଶିରୋମଣି ନିରଞ୍ଜନ କର। ଏ ଦୁଇ ଜଣଙ୍କର ହେଉଛି ବାଦପାଲା। ମୁଁ ଏ କଥା ଯେତେବେଳେ ଶୁଣିଲି, ଯାହା କହନ୍ତି ନଦ ଶୁଣିଲେ ନଗ ହୃଦୟ ଜଳେ, ମୁଁ ଆଉ ନିଜକୁ ଆୟତ୍ତରେ ରଖିପାରିଲି ନାହିଁ। ରାତି 11ଟା ହେଇଛି, ବାପା ଶୋଇପଡ଼ିଛନ୍ତି, ଲଣ୍ଠନଟା ଟିକେ ଟିକେ ଧୀରେ ଧୀରେ ଜଳୁଛି। ସେତେବେଳେ ଇଲେକ୍ଟ୍ରିକ୍ ଲାଇନ୍ ଆସିନି, ପେଟ୍ରୋମାକ୍ସ ଲାଇଟ୍ ଲଗା ହେଇକି ପାଲା ହେଉଛି କୁଣ୍ଡେଇଆଟରେ। ମୁଁ ନିଜକୁ ଆଉ ଲୋଭ ସମ୍ବରଣ ନ କରିପାରି ରାତି 11ଟାରେ ବାହାରି ପଡ଼ିଲି ଲଣ୍ଠନ ଧରି। ଏବଂ କୁଣ୍ଡେଇଆଟ ଆସିବାକୁ ହେଲେ ପ୍ରାଚୀନ ନଦୀକୁ ଅତିକ୍ରମ କରିବାକୁ ପଡ଼ିବ। ଆଜିକାଲି ସିନା ବ୍ରିଜ୍ ହେଇଗଲାଣି, ସେତେବେଳେ ବ୍ରିଜ୍ ନଥିଲା। ମୁଁ ପ୍ୟାଣ୍ଟ ଖୋଲିଦେଲି, ଲଙ୍ଗଳା ହେଇ ମୁଁ ନଦୀ ପାର କଲି। ତାପରେ ଯାଇ ପ୍ୟାଣ୍ଟ ପିନ୍ଧିଲି। ତୃତୀୟ ଶ୍ରେଣୀର ଛାତ୍ର ଯାଇକି ଦେଖିଲା ବେଳକୁ ଗାୟକ ଆସିନାହାନ୍ତି। ପାଳିଆ ମାନେ ବିଭିନ୍ନ ଉପକ୍ରମ କରୁଛନ୍ତି। ପାଳିଆ ମାନେ ତ ଆଳିଆ, ଗୋଟିଏ ପାଳିଆ ଗୀତଟିଏ ଗାଉଛି, ଅନ୍ୟମାନେ ଝାଞ୍ଜ ମୃଦଙ୍ଗ ବାଦନ କରୁଛନ୍ତି। ସେ ଗୀତଟି ହେଉଛି ଏଇଭଳି। ମଲିମାଳ ଶାମାକୁ ଦେବି, ପାଳିଆ କହୁଛି, ମଲିମାଳ ଶାମାକୁ ଦେବି, ମନ ତୋଷିବି, ମଲିମାଳ ଶାମାକୁ ଦେବି। ଗ୍ରୀଷମ ହୋଇଲେ ବାସ, ଗ୍ରୀଷମ ହୋଇଲେ ବାସ, ଚନ୍ଦନ ମୁଁ ଲେପିବି। ତା ଅଙ୍ଗରୁ ସ୍ୱେଦ ବାରି ଯଦି ପଡ଼ୁଥିବ ଝରି, ତା ଅଙ୍ଗରୁ ସ୍ୱେଦ ବାରି ଯଦି ପଡ଼ୁଥିବ ଝରି, ମୋ ଦୃଷ୍ଟି ପଡ଼ନ୍ତେ ତାକୁ ପଣତରେ ପୋଛିବି। ମଲିମାଳ ଶାମାକୁ ଦେବି। ବାରମ୍ବାର ସେ ଶାମା ଶବ୍ଦ ଉପରେ ବେଶୀ ଏମ୍ଫାସିସ୍ ଦେଉଛି। ମୋ କାନରେ ସେଟା ଟେପ୍ ରେକର୍ଡ ହେଇ ରହିଗଲା। ମାନେ ମୁଁ ହେଲି ଆପଣମାନଙ୍କର ଏକ ସନ୍ଥଗ୍ରାହୀ। ଏକ ସନ୍ଥଗ୍ରାହୀ ଅର୍ଥ ହେଉଛି ଆପଣମାନେ ଯାହା କହିବେ ମୁଁ ସାଙ୍ଗେ ସାଙ୍ଗେ ତାକୁ ମନେ ରଖିଦେବି। ଏବଂ ତାର ଦିନ ସକାଳୁ ସକାଳୁ ଆସି ମୁଁ ସେଇ ଗୀତଟା ଗୁଣଗୁଣାଇବି, ମଲିମାଳ ଶାମାକୁ ଦେବି। ଏଇ ଗୁଣଗୁଣିଆ ଭିତରେ ମୋ ମୁଣ୍ଡରେ ଗୋଟେ ପ୍ରଶ୍ନ ଆସିଲା। ଆମ ଗାଁରେ ଗୋଟେ ଶ୍ୟାମ ସାହୁ ଥିଲା, ସେଟା ଭାରି ଗନ୍ଧିଆଟେ, କୋଚରାଟେ, ସବୁବେଳେ ନାକରୁ ସିଙ୍ଗାଣି ବହୁଥିବ। ମୁଁ କହିଲି ପାଳିଆ ବୋଧେ ସେ ଶାମାକୁ ଉପଲକ୍ଷ କରି କହିଛି, ଶ୍ୟାମ ସାହୁ ଗୋଟେ ଗନ୍ଧିଆ କୋଚାଟା, ତାକୁ କାହିଁ ମଲିମାଳଟା ଦେବ? ତା ବଡ଼ ଭାଇ ହେଉଛି ରାମ ସାହୁ। ସେ ରାମ ସାହୁଟି କଟକର ଜଣେ ରେଖା ମହାନ୍ତି ଥିଲେ ଅଧ୍ୟାପିକା, ତାଙ୍କ ଘରେ ସେ ଥିଲେ ରୋଷେଇଆ। ସେ ଯେତେବେଳେ ଘରକୁ ଗାଁକୁ ଆସେ ବିଭିନ୍ନ ପ୍ରକାର ଉପକ୍ରମ କରେ, ସେଣ୍ଟ ଫେଣ୍ଟ ଲଗେଇଥିବ, ବିଭିନ୍ନ କଥା କହେ, ଦେଖିବାକୁ ସୁନ୍ଦର ଡୋର ଡର। ମୁଁ କହିଲି ମଲିମାଳଟା ରାମକୁ ଦେଲେ କେମିତି ହେବ? ତେଣୁ ମୁଁ ସେ ପଦଟାକୁ ଟିକେ ଓଲଟେଇ ଦେଲି, ନିଜେ ମୁଁ ଗୁଣଗୁଣ ହେଇ ଗାଇଲି। ମଲିମାଳ ରାମାକୁ ଦେବି, ମଲିମାଳ ରାମାକୁ ଦେବି, ମନ ତୋଷିବି। ଏତିକି ବେଳେ ଆଜ୍ଞା ଏତିକି କହିଛି ନାହିଁ, ମୋ ପାଟିରୁ ବାହାରିଛି ନା ନାହିଁ? ବନ୍ଧୁଗଣ, ମୁଁ ଯେତେବେଳେ ଯୁବକ ଥିଲି ଅନର୍ଗଳ ଭାଷଣ ଦେଉଥିଲି। ବର୍ତ୍ତମାନ ଆମେ ବୁଢ଼ା ହେଇଗଲା। ତେଣୁ ମୋ ବାପା କୁଆଡ଼େ ଥିଲେ, ଆସି ମୋ ଗାଲିରେ ଗୋଟେ ଠାଏ ଠାଏ ଚଟକଣା ବଜେଇଦେଲି। କହିଲା, ଆରେ ମାଡ଼ୁଆ କାଁ ତୁ ଏଇଟା କୋଉଠୁ ଶିଖିଲୁ? ମୁଁ କହିଲି କାଲି ପାଲା ଦେଖିବାକୁ ଯାଇଥିଲି। ନା ମୁଁ ଜାଣିଲି ରାତି 11ଟା ପରେ ଦେଖିଲା ବେଳକୁ ତୁ ନାଉ। ମୁଁ ଭାବିଲି ବୋଧେ ତୁ ସେଇଠିକି ଯାଇଛୁ ପାଲା ପାଖକୁ। ହେଲେ ଏଇଟା କ'ଣ ଗାୟକ କହୁଥିଲି? ମୁଁ କହିଲି ନା, ଗାୟକ କହୁନଥିଲି, ପାଳିଆ କହୁଥିଲା। ନା ତୁ ଜାଣିଛୁ ଏ ଲେଖା କାହାର? ମୁଁ କହିଲି ନା, ଲେଖା ହେଉଛି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ସିଂହାସନେ ବସିଥୁନେ ସ୍ୱାଧୀନ ସମ୍ରାଟ, ମସ୍ତକେ ମଣ୍ଡିନ ପୁଣି ବୈଦୁର୍ଯ୍ୟ କିରୀଟ। ହେ ଉପେନ୍ଦ୍ର, ତମେ ଓଡ଼ିଆ ଜାତିର
ଭାବର ସମ୍ରାଟ, ପ୍ରେମର ସମ୍ରାଟ, ଶବ୍ଦର ସମ୍ରାଟ, କୋଟି କୋଟି ଓଡ଼ିଆର ହୃଦୟର ସମ୍ରାଟ। ସେ ଖାଲି ରୀତି ସାହିତ୍ୟର ସମ୍ରାଟ ନୁହନ୍ତି, ସମଗ୍ର ଭାରତୀୟ ସାହିତ୍ୟର ସମ୍ରାଟ। ମୁଁ ଥରେ କଲିକତାରେ କହିଥିଲି, ଆପଣ ଯେଉଁ ରବୀନ୍ଦ୍ର କହୁଛନ୍ତି ଇଏ ଉପେନ୍ଦ୍ର। ରବୀନ୍ଦ୍ରନାଥ ଠାକୁରଙ୍କ ଠାରୁ ବହୁ ଗୁଣରେ ଉପେନ୍ଦ୍ର ଭଞ୍ଜ, କିନ୍ତୁ ଆମର ଦୁର୍ଭାଗ୍ୟ ଆମେ ତାଙ୍କୁ ଇଂରାଜୀରେ ଅନୁଭୂତ କରିପାରିଲୁ ନାହିଁ, ତେଣୁ ସେ ଶିଖର ଦେଶକୁ ଯାଇପାରିଲେ ନାହିଁ। ମୁଁ ତା ଭିତରକୁ ଯିବାକୁ ଚାହୁଁନି। ତେଣୁ ସେଇଦିନ ଠାରୁ ବାପାଙ୍କ ପରାମର୍ଶ କ୍ରମେ ହାଇସ୍କୁଲ ପଢ଼ିବା ପୂର୍ବରୁ, କଲେଜ ଆସିବା ପୂର୍ବରୁ ଭଞ୍ଜଙ୍କର ବୈଦେଶୀ ବିଳାସ, ଲାବଣ୍ୟବତୀ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ରସିକାରାବଳୀ, ସୁଭଦ୍ରା ପରିଣୟ, ଅବନାରସ ତରଙ୍ଗ ଇତ୍ୟାଦି ଇତ୍ୟାଦି, କବି ସୂର୍ଯ୍ୟ ବଳଦେବରଥଙ୍କ କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ, ଏପଟେ ବ୍ରଜନାଥ ବଡ଼ଜେନା, ଯେଉଁ ଯଦୁମଣି କହିଲେ ସେ ହେଉଛନ୍ତି ଉତ୍କଳ ଘଣ୍ଟ। ହାଇସ୍କୁଲ ବେଳେ ଏପରି ମୁଖସ୍ଥ ହେଇଥିଲା, ଏ ଛବିରେ କେଜିଳେ ନବରବିଙ୍କି, ଛବିରେ କେଜିଳେ ନବରବିଙ୍କି, କେପେଟ ପୋଷେ ଧନୁଷର ବିକି, ଜଳଠାରେ ଭୀତି କାହାର ନୀତି, କାର ଭୟ ନାହିଁ ଉରଗପତି, ବିଚାରି କହିବ ଚାରି ପଦାର୍ଥ ଏକ ହୋଇଥିବ। ୟା ଉତ୍ତର ହେଉଛି ଅବିର। ସେ ଯେଉଁ କହିଲେ ବକ୍ରବାକ ଚକ୍ରବାଣୀ ପଟ୍ଟନାୟକ, ତାଙ୍କ ସହିତ ଚାଲିଛି ଲଢ଼େଇ ଯଦୁମଣିଙ୍କର। ଯଦୁମଣି ଯୁବକ ପିଲା, ସେତେବେଳେ ବକ୍ରବାକ ଚକ୍ରବାଣୀ ସେ ଜଣେ ବିଖ୍ୟାତ ପଣ୍ଡିତ। ତାଙ୍କ ଭିତରେ ଗୋଟେ ଅହଙ୍କାର ଅଛି, କହିଲେ ବଢ଼େଇ ଟୋକା ଇଏ ପୁଣି ମୋ ସାଙ୍ଗରେ ସମକକ୍ଷ ହେବ। ବକ୍ରବାକ ଚକ୍ରପାଣୀ ପଟ୍ଟନାୟକ ଅନେକ ପ୍ରଶ୍ନ କରିଗଲେ, ଯଦୁମଣି ସରଳ ଭାବରେ ତାର ଉତ୍ତର ଦେଇଦେଲେ। ଯଦୁମଣି କହିଲେ ମୁଁ ଗୋଟିଏ ଛୋଟିଆ ପ୍ରଶ୍ନଟିଏ କରୁଛି, ଆମ ବନ୍ଧୁ କହୁଥିବ, ଛୋଟିଆ ପ୍ରଶ୍ନଟିଏ, ତାର ଟିକେ ଉତ୍ତର ରଖିଲେ ନା କ'ଣ କୁହନ୍ତୁ। ଏ ଦ୍ରୁପଦ ତନୟା ଚାରୁ ସୁକେଶୀ, ଦ୍ରୁପଦ ତନୟା ଚାରୁ ସୁକେଶୀ, ଭୀମବୀର ସଙ୍ଗେ ସୁରତେ ରସି, ଗବାକ୍ଷ ମାର୍ଗରେ ବସି ବିରସେ, ଗବାକ୍ଷ ମାର୍ଗରେ ବସି ବିରସେ, ଲୋଡ଼େ ଯେ ସେବେଳେ ପବନ କୁଶେ। ସେ ଏଇଠି ଛାଡ଼ିଦେଲେ, କହିଲେ ପଦ ପୂରଣ କର, ଗବାକ୍ଷ ମାର୍ଗରେ ବସି ବିରସେ, ତାପରେ ତମେ ପଦ ପୂରଣ କର ବକ୍ରବାକ ଚକ୍ରପାଣୀ ପଟ୍ଟନାୟକ। ବକ୍ରବାକ ଚକ୍ରପାଣୀ ପଟ୍ଟନାୟକ ବହୁ ମାନସ ମନ୍ଥନ କଲେ, କିଛି ଉତ୍ତର ପାଇଲେ ନାହିଁ। ସେତିକିବେଳେ ମାନ୍ଧାତା ରାଜା କହିଲେ, ପଣ୍ଡିତ ମହାଶୟ ଆପଣ ଆଜି ହାରିଗଲେ, ଇଏ ବଢ଼େଇ ଟୋକା ଯାହାକୁ କହୁଛନ୍ତି ତାଠାରୁ ଆଜି ହାରିଗଲେ। ବର୍ତ୍ତମାନ ଯଦୁମଣି ତମେ ପଦ ପୂରଣ କର। ଲୋଡ଼େ ଯେ ସେବେଳେ ପବନ କୁଶେ, ଆଉ ସେହି ସମୟରେ ବଧୂ ଶ୍ୱଶୁର ସଙ୍ଗ ଇଚ୍ଛା କରେ। ବଧୂ କେବେଲେ ଶ୍ୱଶୁର ସଙ୍ଗ ଇଚ୍ଛା କରିବ? ଆମମାନଙ୍କ ଓଡ଼ିଆ ସଂସ୍କୃତିରେ ଏଇଟା ଗୋଟେ ଅପସଂସ୍କୃତି, ଗୋଟେ ଆବସର୍ଡ ଜିନିଷ, ହାସ୍ୟାସ୍ପଦ ଜିନିଷ, କିନ୍ତୁ ଏହା ସମ୍ଭବ। ସେ ଯାହା କହିଲେ ଦ୍ୱିଅର୍ଥବୋଧକ, ଇଂରାଜୀରେ କହନ୍ତି ଆଇରନିକାଲ। କ'ଣ ନା ଦ୍ରୁପଦ ତନୟା ଚାରୁ ସୁକେଶୀ, ଦ୍ରୁପଦ ତନୟା କିଏ ନା ଦ୍ରୌପଦୀ। ଭୀମ ବୀର ସଙ୍ଗେ ସୁରତେ ରସି, ତାର ଦ୍ୱିତୀୟ ସ୍ୱାମୀ ହେଉଛି ଭୀମ। ଭୀମ ସହିତ ତାର ରସକ୍ରୀଡ଼ା ଚାଲିଛି ରାତିରେ। ରସକ୍ରୀଡ଼ା ଯେତେବେଳେ ସରିଗଲା, ରତିକ୍ରୀଡ଼ା ସରିଗଲା, ସେତେବେଳେ ସେ କ'ଣ କରୁଛି ନା, ସେତେବେଳେ ତ ଏୟାର କଣ୍ଡିସନ ରୁମ୍ ନଥିଲା, ସେ ସାଙ୍ଗେ ସାଙ୍ଗେ କ'ଣ କଲା, ଝରକାଟା ଖୋଲିଦେଲା। ଗବାକ୍ଷ ମାର୍ଗରେ ବସି ବିରସେ, ଗବାକ୍ଷ ମାନେ ଝରକା, ଝରକା ପାଖରେ ବସିଲା। ରତିକ୍ରୀଡ଼ା ସରିଯାଇଛି, ଯାହା ଅଭିମନ୍ୟୁ ସାମନ୍ତ ସିଂହାର ଲେଖିଲେ, କୋଟି ଲାବଣ୍ୟ ନିଧି ସୁଧାସାର, କୋଟି ଲାବଣ୍ୟ ନିଧି ସୁଧାସାର, ସମ୍ଭୋଗ କାଳେ ସେ ଛାର ଶିକାର। ଯେତେବେଳେ ସମ୍ଭୋଗ ସରିଯାଏ ସେତେବେଳେ ଆଉ କିଛି ରହେ ନାହିଁ। ପୁରୁଷଟା ଏବଂ ସ୍ତ୍ରୀ ଠାରୁ ଉଭୟ ଟିକେ ଦୂରତ୍ୱ ନିଅନ୍ତି ବା ଟିକେ ଦୂରଛଡ଼ା ହେଇ ରହନ୍ତି। ତେଣୁ ଗବାକ୍ଷ ମାର୍ଗରେ ବସି ବିରସେ, ସେତେବେଳେ କ'ଣ ଚାହେଁ ନାରୀଟି? ଗରମ ହେଉଛି ନା, ଲୋଡ଼େ ଯେ ସେବେଳେ ପବନ କୁଶେ, ଆଉ ସେହି ସମୟରେ ବଧୂ ଶ୍ୱଶୁର ସଙ୍ଗ ଇଚ୍ଛା କରେ। ରତିକ୍ରୀଡ଼ା ସରିବା ପରେ ପରେ ବଧୂ ଚାହୁଁଛି ଶ୍ୱଶୁର ସଙ୍ଗ। ଭୀମ କାହା ପୁଅ? ଭୀମ ହେଉଛି ପବନ ପୁତ୍ର, ତେଣୁ ଦ୍ରୌପଦୀଙ୍କର ସେ ହେଉଛନ୍ତି ଶ୍ୱଶୁର। ଦେଖନ୍ତୁ ସେତେବେଳେ ସାହିତ୍ୟ ଏଇଭଳି ଥିଲା। ଯାହା ମୋତେ ମନେ ପକାଇଦେଲେ ଆପଣଙ୍କୁ ଧନ୍ୟବାଦ। ତୃତୀୟ କଥା, ବନ୍ଧୁଗଣ, ମୁଁ ବିଶେଷ କିଛି କହିବା ପାଇଁ ଚାହୁଁନି, କହିବାର ଉଦ୍ଦେଶ୍ୟ ହେଉଛି ଆଉ ଗୋଟିଏ ଜିନିଷ। ଏ ଅନୁଷ୍ଠାନରେ ମୁଁ ଯେଉଁ ବର୍ଷ ଆସିଥିଲି, ସେ ବର୍ଷ ଜଣେ ଭଦ୍ର ମହିଳା ଥିଲେ, ସେ ହେଉଛନ୍ତି ରୁକ୍ମିଣୀ ଦେବୀ। ସେ ଆଜି ସ୍ୱର୍ଗତା। ଏବଂ ସେତେବେଳେ ଯେଉଁ ଭାଷଣଟି ମୁଁ ଦେଇଥିଲି, ସେ ଅତ୍ୟନ୍ତ ଆନନ୍ଦିତ ଏବଂ ଉଲ୍ଲସିତ ହେଲେ। ତାଙ୍କରି ବିଷୟରେ କହିଥିଲି। ବର୍ତ୍ତମାନ ପ୍ରଭୁ ବଳିଆର ଭୁଜ ଦ୍ୱାରକାଧିପତି ଶ୍ରୀକୃଷ୍ଣ, ସେ ହେଉଛନ୍ତି ଦ୍ୱାରକାର ସମ୍ରାଟ।
ଶହେରେ ସ୍ୱତନେ ଜାଗରଣେ ମନେ ପଡ଼ୁଛି ତାଙ୍କର ଗୋପ ବାଳକ, ମନେ ପଡ଼ୁଛନ୍ତି ଗୋପୀ, ମନେ ପଡ଼ୁଛନ୍ତି ପିତା ନନ୍ଦରାଜ, ମନେ ପଡ଼ୁଛନ୍ତି ମାତା ଯଶୋମତୀ, ସର୍ବୋପରି ମନେ ପଡ଼ୁଛନ୍ତି ପ୍ରିୟ ସଖୀ ଶ୍ରୀରାଧା। ସେ ପଠେଇଦେଲେ ଉଦ୍ଧବଙ୍କୁ, କହିଲେ ହେ ଉଦ୍ଧବ, ତମେ ଯାଇ ଗୋପରେ ମୋର ସନ୍ଦେଶ ଦେଇ ଆସ। ମୁଁ ଜଣେ ଅବତାରୀ ପୁରୁଷ, ଗୋଟାଏ ଜାଗାରେ ଶିର ନିବିଷ୍ଟ ଭାବରେ ରହିବା ମୋର ଆଭିମୁଖ୍ୟ ନୁହେଁ। ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ମୁଁ ଆସିଛି ଧର୍ମ ସଂସ୍ଥାପନ କରିବି, ଦୁଷ୍ଟ ଲୋକମାନଙ୍କୁ ନିବାରଣ କରିବି ଏବଂ ସାଧୁ ସନ୍ଥମାନଙ୍କୁ ଉପଯୁକ୍ତ ମର୍ଯ୍ୟାଦା ପ୍ରଦାନ କରିବି। ଏ ଯେଉଁ ଅଷ୍ଟପାଟବଂଶୀ ଅଛନ୍ତି ଶ୍ରୀକୃଷ୍ଣଙ୍କର, ତାଙ୍କ ଭିତରେ ଭାଳେଣି ପଡ଼ିଲା। ଇଏ ତ ଭଗବାନ କୃଷ୍ଣ ଆମ ଭଳି 8ଟା ପାଟବଂଶୀକି ସେ ବିବାହ କରିଛନ୍ତି। ଆମେ ଖବର ପାଇଛୁ ଯେ ଗୋପରେ ଥିଲାବେଳେ ରାଧା ବୋଲି ଗୋଟାଏ ଗୋପାଳନୀ ଥିଲା, ତା ପ୍ରେମରେ କୃଷ୍ଣ ପଡ଼ିଥିଲେ। ଯଦି ପଡ଼ିଥିଲେ ତାହେଲେ ଇଏ ତ 8 ଅଛନ୍ତି, ଆଉ ଜଣଙ୍କୁ ବିବାହ କରିଥିଲେ ଅସୁବିଧା କ'ଣ ହଉଥିଲା? ଚନ୍ଦ୍ରସେନା ନାମେ ମୂର୍ଖ ଅଛି ଏକ ଗୌଡ଼େକ, ସେ ପରା ସେ କନ୍ୟାକୁ ବିବାହ ହୋଇଛି। ଦେଖିବାର ଜଳି ଯାଉ ଆମ୍ଭ କର୍ମେ ଥିଲାଏହୁ। କହିଲେ ଚନ୍ଦ୍ରସେନା ନାମରେ ମୂର୍ଖ ଗୌଡ଼ ଟୋକା ସେ ବିବାହ ହେଇଛି ଦୁଶ୍ଚରିତା ରାଧାକୁ। ୟା ପ୍ରେମରେ କେବେ ହେଲେ ଦ୍ୱାରକାଧିପତି କୃଷ୍ଣ ପଡ଼ିଥିବେ କି? ଇଏ ହେଉଛି ଅଷ୍ଟପାଟବଂଶୀଙ୍କ ଧାରଣା। ତାଙ୍କର ଶ୍ରେଷ୍ଠ ପାଟବଂଶୀ ହେଉଛନ୍ତି କିଏ? ନା ସେ ହେଉଛନ୍ତି ରୁକ୍ମିଣୀ। ରୁକ୍ମିଣୀ କହିଲେ ଠିକ୍ ଅଛି, ମୁଁ ପ୍ରଭୁଙ୍କୁ ପଚାରିବି। ଦିନେ ମଧ୍ୟାହ୍ନ ପ୍ରହର, ଶ୍ରୀକୃଷ୍ଣ ତାଙ୍କର ଶୟନ କକ୍ଷରେ ଗଡ଼ପଡ଼ ହେଉଛନ୍ତି, ମଧ୍ୟାହ୍ନ ଭୋଜନ ସରିଯାଇଛି। ଏହି ସମୟରେ ରୁକ୍ମିଣୀ ଯାଇ ପହଞ୍ଚିଲେ, ତାଙ୍କ ପଦ ସଞ୍ଚାଳନ କଲେ। ଯେତେବେଳେ ପଦ ସଞ୍ଚାଳନ କରିଛନ୍ତି ସେତିକି ବେଳେ କୃଷ୍ଣ ଅନେକ ଟିକେ ସ୍ମିତହାସ କରିଦେଲେ। କହିଲେ ପ୍ରଭୁ, ମୁଁ ମନରେ ଭାବିଛି ବହୁତ ଗୋଟେ କଥା ବହୁତ ଦିନ, କିନ୍ତୁ କହିବି ବୋଲି ସାହସ କରି କହିପାରୁନାହିଁ। ଆପଣ ତ ଅନ୍ତର୍ଯାମୀ, ଆପଣଙ୍କୁ କେଉଁ କଥା ହଉଛନ୍ତି ଆପଣ ମୋତେ ଟିକେ ଜଣେଇ ଦିଅନ୍ତୁ। ନା ତଥାପି କୁହ, ନା ତମେ ଗୋପରେ ଥିଲାବେଳେ ଗୋଟେ ଗୋପାଳନୀ ରାଧା ପ୍ରେମରେ ପଡ଼ିଥିଲ, ଏହା କ'ଣ ସତ୍ୟ? ନା ହଁ ସତ୍ୟ, କିନ୍ତୁ ରାଧା ମୋର ପ୍ରେମିକା ନୁହେଁ। ଆଜିକାଲି ସବୁ ଯେଉଁ ଭଜନ କରୁଛନ୍ତି ଅଶ୍ଳୀଳ ଭଜନ, ରାଧା କୃଷ୍ଣଙ୍କ ପ୍ରେମିକା ରୂପରେ ସେମାନେ ଥୋଇ ଦେଉଛନ୍ତି, କିନ୍ତୁ ପ୍ରକୃତରେ ରାଧା ତାଙ୍କର ପ୍ରେମିକା ନୁହେଁ। ରାଧା ହେଉଛନ୍ତି ତାଙ୍କର ଇଚ୍ଛା ଶକ୍ତି। ସ୍ୱୟଂ ଭଗବାନ କୃଷ୍ଣ ଯେ ହେଉଛନ୍ତି 16 କଳାର ଆଧାର, ସେ ଜଗନ୍ନାଥ ଯେ 16 କଳା, ତହୁଁ କଳା ଏ ନନ୍ଦଗଳା, କଳା କୌଶଳ କଳା କରି ଗୋପୀ ବିହରେ ନର ହରି। ତେଣୁ ରାଧା ହେଉଛନ୍ତି ତାଙ୍କର ଇଚ୍ଛା ଶକ୍ତି ଏବଂ ତାଙ୍କର ଇଷ୍ଟ ଶକ୍ତି ହେଉଛନ୍ତି ସ୍ୱୟଂ ମା ଦକ୍ଷିଣ କାଳୀ। ସେଥିପାଇଁ ଜଗନ୍ନାଥଙ୍କୁ କୁହାଯାଏ ଦକ୍ଷିଣ କାଳୀ ବୋଲି। ସେ ତାଙ୍କର ଇଷ୍ଟ ଶକ୍ତି କାଳୀ। ତେଣୁ କହିଲେ ଠିକ୍ ଅଛି, ତମେ ତାହେଲେ ଅପେକ୍ଷା କର ରାତି ପର୍ଯ୍ୟନ୍ତ। ରାତି ଆସି ଉପଗତ, ସେ ଗରୁଡ଼କୁ ସ୍ମରଣ କଲେ। ଗରୁଡ଼ ଭାରି କ୍ଷିପ୍ର ଗତିରେ ଉଡ଼ିପାରେ। ସେ ଯେଉଁ କହିଲେ ଛବିରେ କେଦିନେ ନବର ବିକି କେପେଟ ପୋଷେ ଧନୁଷର ବିକି, ଜଳଠାରେ ଭୀତି କାହାର ନୀତି, କାର ଭୟ ନାହିଁ ଉଡ଼ଗପତି। ବିଚାରି କହିବ ଆପଣଙ୍କର ଗରୁଡ଼ କ୍ଷିପ୍ର ଗତିରେ ଉଡ଼ିପାରେ। ଗରୁଡ଼କୁ ସ୍ମରଣ କରିଛନ୍ତି କୃଷ୍ଣ। ଗରୁଡ଼ ଆସି ଉପସ୍ଥିତ ଏବଂ ରୁକ୍ମିଣୀକି ବସେଇଛନ୍ତି ଗରୁଡ଼ ପୃଷ୍ଠରେ। ସେ ନିଜେ ଉପବେଶନ କରିଛନ୍ତି, ଯାଇ ପହଞ୍ଚିଛନ୍ତି ବୃନ୍ଦାବନ। ଯେତେବେଳେ ବୃନ୍ଦାବନରେ ପହଞ୍ଚିଲେ ସେତିକି ବେଳେ କୃଷ୍ଣ କ'ଣ କଲେ ନା ବଂଶୀ ବାଦନ କଲେ। ଗୋପରେ ଶୋଇଥିଲେ ଗୋପାଳନୀ ରାଧା, ତାଙ୍କ କର୍ଣ୍ଣ କୋରରେ ନିନାୟିତ ହେଲା କୃଷ୍ଣଙ୍କର ସେଇ ବଂଶୀର ସ୍ୱନ। ଏ ସମୟ ଆସି ସଂସିଦ୍ଧ ହୋଇଲା ଯାହା କହିଥିଲେ ଅମ୍ବିକା, ଏ ଉତ୍ତାରୁ ତହିଁ ବଂଶୀ ଡାକ ଦେଲା ରାଧିକା ରାଧିକା ରାଧିକା, ଏ ଉତ୍ତାରୁ ତହିଁ ବଂଶୀ ଡାକ ଦେଲା ରାଧିକା ରାଧିକା ରାଧିକା। ସୁନ୍ଦରୀ ଶୁଣି କରି କୋଡ଼ି ହୋଇଲା, କେଶବାସ ସମ୍ଭାଳ ହୋଇ ବାଳି, କେଶବାସ ସମ୍ଭାଳ ହୋଇ ବାଳି, କଦମ୍ବ ମୂଳକୁ ଧାଇଁଲା। କଦମ୍ବ ମୂଳକୁ ରାଧା ଯେଉଁ ଅବସ୍ଥାରେ ଶୋଇଥିଲେ, କେଶ ଏବଂ ବାସ, ଦେହର ଲୁଗା ଠିକ୍ ନାହିଁ, ମୁଣ୍ଡରେ ବାଳ ଠିକ୍ ନାହିଁ, ଅଲୁଳାୟିତ କେଶ, ସେଇ ଭାବରେ ଆସି ପହଞ୍ଚିଗଲେ ବୃନ୍ଦାବନ। ଆପଣମାନଙ୍କ ଠାରୁ ଗୋପରୁ ବୃନ୍ଦାବନ ମାତ୍ର 1 କିଲୋମିଟର। ଦେଖିଲେ ଦିବ୍ୟ ମୂରତି ଗୋପୀନାଥ, ଚାହିଁ ମଥା ପୋତି ରହିଲେ। ଦେଖିଲେ ସେଇ ନଟବର ନାଟୁଆ କୃଷ୍ଣ, ଯାହାକୁ କହନ୍ତି ଏ ଭଙ୍ଗୀ ବିଷୟରେ କୃଷ୍ଣ ଗଣ୍ଠିଆ, ଭଙ୍ଗୀ ବିଷୟରେ କୃଷ୍ଣ ଗଣ୍ଠିଆ, କାହା କୋଟି ସ୍ଥିତ ଦେଖି ମାଠିଆ, ବୋଲନ୍ତି ବନ୍ଧୁ ମୁଁ ତୋର ବେଠିଆ।
ପାଣି ଆଣିବାକୁ ମୋତେ ପଠିଆ ଗୋ ଶୁଣି ଗୋପୀ ହୋଇ ଠିଆ ଯେ ପାଣି ଆଣିବାକୁ ମୋତେ ପଠିଆ ଗୋ ଶୁଣି ଗୋପୀ ହୋଇ ଠିଆ ଯେ ହସିଲା ଭାସିଲା ବଢ଼ିଲା କି କାମ ହେଲୁ ଏଡ଼େ ଅପାଠିଆ ରେ କି କହି ହରି ତୋର ଗଡ଼େଇ ରଜା ଆଗେ କହି ଦେବି ଛଡ଼େଇ ନନ୍ଦର ସମ୍ପତ୍ତି ଦେବି ଉଡ଼େଇ ଦେବି ଗବେଶ୍ୱର ପଣ ଛଡ଼େଇ ସେ ମନ୍ଦିରୁ ଦେବି ତଡ଼େଇ ଯେ ଏଡ଼େ ଗରବ ଗୋ ପିଙ୍କି ଘାଟ ମାଗୁ ଏଡ଼େ ଗରବ ଗୋ ପିଙ୍କି ଘାଟ ମାଗୁ ନନ୍ଦର ଗାଈ ଗଡ଼େଇ ଯେ ତେଣୁ ଏଇ ସେଇ ନଟବର ନାଟୁଆ କୃଷ୍ଣ କୃଷ୍ଣ କହିଲେ ଦେଖ ପ୍ରିୟ ତମ ବିହୁନେ ମୁଁ କେଉଁଠି କଣ୍ଟା ହେଇଗଲାଣି ମୋର ଖାଇବା ପିଇବା କୋଉଥିରେ ଆଉ ମନ ନାହିଁ ମୁଁ ସବୁବେଳେ ତୁମରି କଥା କହୁଛି ରାଧା କହିଲେ ଯାଅ ଯାଅ ତମେ ସେଇ ନଟବର ନାଟୁଆ କୃଷ୍ଣ ରାଧିକା ବୋଇଲେ ନାଗର ମାନଙ୍କ ସାଗର ସାଗର ଏ ବୁଦ୍ଧି ରାଧିକା ବୋଇଲେ ନାଗର ମାନଙ୍କ ସାଗର ସାଗର ଏ ବୁଦ୍ଧି ଏ ମାମୁ ମାରି ଦୋଷ ମେଣ୍ଟେଇ ପାରନ୍ତି ମାଇଙ୍କ ଗଳା ଧରି କାନ୍ଦି ନାଗର ସେଇ ମାୟାଧର ନୁହଁନ୍ତି ସେଇ ମାୟାଧର ନୁହଁନ୍ତି କୋଟି ରାଜଜିମା ଯାହାକୁ ଖଟନ୍ତି କୋଟି ରାଜଜିମା ଯାହାକୁ ଖଟନ୍ତି ସେ ପୁଣି ଝୁରେ ବାକିକି ଯାହା ପାଦ ତଳେ କୋଟି କୋଟି ରାଜଜିମା ଖଟୁଛନ୍ତି ଯିଏ ହଟପାଟ ବସିଙ୍କର ନାୟକ ସିଏ ପୁଣି ଏ ଗୋପାଳୁଣୀ ରାଧା ପ୍ରେମରେ ପଡ଼ି ଆଜି ରାତି ଅଧରେ ଚୋରଙ୍କ ଭଳିଆ ଲୁଚି ଲୁଚି ଚାଲି ଆସିଛି ସେ କହିଲେ ହେ ରାଧେ ମୁଁ ଆଜିଠାରୁ ଏଠି ଶପଥ କରୁଛି ଇଏ ରାତି ଆଉ ସରିବ ନାହିଁ ଏଇଟା ହବ ନିତ୍ୟ ରାତି ଇଏ ଜାଗାର ନାଁ ହବ ନିତ୍ୟ ବୃନ୍ଦାବନ ଏବଂ ତମେ ହେବ ନିତ୍ୟ ରାଧା ମୁଁ ହେବି ନିତ୍ୟ କୃଷ୍ଣ ଯାହା ୟୁନିଭର୍ସାଲ ଯାହା ଇଂରେଜୀରେ କହନ୍ତି ପରପେଚୁଆଲ ତେଣୁ ବନ୍ଧୁଗଣ ଏସବୁ ପାଲା ସଂସ୍କୃତି ସେତେବେଳେ ଗାୟକମାନେ ଯେଉଁମାନେ ଥିଲେ ତାକୁ ସବୁ ଉପସ୍ଥାପନ କରୁଥିଲେ ମୁଁ ଇଂରାଜୀ ବିଭାଗ ଛାତ୍ର କିନ୍ତୁ ତାକୁ ସବୁ ମୁଁ ଶୁଣିକି ମନେ ରଖିଥିଲି ସେତେବେଳେ ଆଉ ତୃତୀୟ କଥା କହି ମୋ ଭାଷଣ ଶେଷ କରିବି ଆମ ସାନ ଭାଇ ପୁଅର 21 ଆମେ ପାଲା ଗାୟକ ଜଣେ ଠିକ୍ କରିଛୁ ସେ ପାଲା ଗାୟକ ହେଉଛନ୍ତି ଆମ ବସନ୍ତ ବାବୁ ତମେ ଜାଣିଛନ୍ତି କୃଷ୍ଣବାବୁ ବାଙ୍ଗୁରି ଗାଁ ହାଇସ୍କୁଲରେ ସେ ଟିଚର ଥିଲେ ଶିକ୍ଷକ ଥିଲେ କୃଷ୍ଣବାବୁ ମୋର ଭାରି ଅନ୍ତରଙ୍ଗ ବନ୍ଧୁ ଥିଲେ ଆମେ ଅତ୍ୟନ୍ତ ନିବିଡ଼ ସମ୍ପର୍କ କୃଷ୍ଣବାବୁଙ୍କୁ ଠିକ୍ କରିଦେଇଛନ୍ତି କିନ୍ତୁ ରାତି 9ଟା ବେଳକୁ ଖବର ଆସିଲା ଗାୟକ ଝାଡ଼ା ବାନ୍ତି ହେଇଯାଇଛି ସେ ଆଉ ଆସିପାରିବେ ନାହିଁ କିନ୍ତୁ ପାଳିଆ ଚାଲି ଆସିଛନ୍ତି ଆଉ ଗାୟକ ଆସିପାରିବେ ନାହିଁ ତାହେଲେ କ'ଣ ହେବ ଭାଳି ପଡ଼ିଲେ ଲୋକ ଆସି ପହଞ୍ଚିଗଲେଣି ରୁଣ୍ଡ ହେଇଗଲେଣି ଆମ ଘର ଦୁଆର ମୋ ପାଖରେ ପାଲା ଦେଖିବା ପାଇଁ କୃଷ୍ଣବାବୁ ଆସୁଛନ୍ତି ପାଲା କରିବେ କୃଷ୍ଣବାବୁଙ୍କ ସେତେବେଳେ ନାଁ ଥିଲା ବହୁତ 21 ପାଲା ସେ ଯାଉଥିଲେ ଗାୟକ ହିସାବରେ ମୁଁ ସେଠୁ ସାଙ୍ଗେ ସାଙ୍ଗେ କହିଲି ଯେମିତି ଚକ୍ରବ୍ୟୁହ କିଏ ଭେଦ କରିବ ପାଣ୍ଡବମାନଙ୍କ ଭିତରେ ଯେଉଁ ଭାଳିନୀ ପଡ଼ିଲା ଶେଷ ଅଭିମନ୍ୟୁ ପହଞ୍ଚିଗଲେ କହିଲେ ମୁଁ ଭେଦ କରିବି ମୁଁ ଆସି ମୋ ପିତାଙ୍କୁ କହିଲି ବାପା ମୁଁ ଗାୟକ ହେଇକି ଆଜି ଚଅଁର ଧରିବି ବାପା ଆଶ୍ଚର୍ଯ୍ୟ ଗଲେ ତୁ କ'ଣ ଚଅଁର ଧରିବୁ ତୁ କ'ଣ ଜାଣିଛୁ ମୁଁ ହଁ ମୁଁ କହିବି ପାଳିଆମାନଙ୍କୁ ଟିକେ ଟ୍ରେନିଂ ଦେଇଦେଲି ଏବଂ ଚଅଁର ଧରିଲି କୃଷ୍ଣଙ୍କ ଚଅଁର ଆଗରୁ ଚାଲି ଆସି ଯୁଧିଷ୍ଠିରବାବୁ ଆପଣ ବାସ୍ତବ କଥା ଗଙ୍ଗାଧର ମେହେରଙ୍କର କିଚକ ବଧଟାକୁ ମୁଁ ପାଲା ଆକାରରେ ପରିବେଷଣ କଲି ଗଙ୍ଗାଧର ମେହେରଙ୍କ କିଚକ ବଧ ମୋର ମୁଖସ୍ଥ ଏବଂ ଯେତେବେଳେ ପାଲା ଆରମ୍ଭ କଲି ରାତି 12ଟାରେ ଚଅଁର ଧରି ଛିଡ଼ା ହେଲି ସକାଳ ହୋଇଗଲା ମୋ ପାଲା ସରିଲା ତା ଭିତରେ ବିଭିନ୍ନ ଉପଲକ୍ଷ ରହୁଥାଏ ବିଭିନ୍ନ କାବ୍ୟ କବିତାରୁ ଆପଣମାନଙ୍କ ସ୍ମରଣାର୍ଥ ମୁଁ ଜଣାଇ ଦେବାକୁ ଚାହେଁ କବି ସମ୍ରାଟଙ୍କ ସମସ୍ତ ଲେଖା ଅଭିମନ୍ୟୁଙ୍କ ସମସ୍ତ ଲେଖା ମେହେରଙ୍କ ସମସ୍ତ ଲେଖା ରାଧାନାଥଙ୍କ ସମସ୍ତ ଲେଖା ସବୁ ମୋ ଜୀବ ଆଗରେ ଅଛି ତେଣୁ ମୁଁ ସେତେବେଳେ ତ ପୁରା ଯୁବସୁଲଭ ଉଦ୍ଦାମତା ପୁରା ଯୁବକ ମୁଁ ଅନର୍ଗଳ ଭାବରେ ଗାଉଥାଏ ବୁଝାଉଥାଏ ଏବଂ ସମସ୍ତେ ଶୁଣୁଥାନ୍ତି ଶେଷରେ ଗୋଟିଏ କଥା କହିଲି ଗୋଟେ ବିଟପି ନାରୀ ସେ ଗୋଟିଏ ବିଟ ପୁରୁଷ ସହିତ ସମ୍ପର୍କ ରଖିଛି ଦୁଶ୍ଚରିତା ନାରୀ ତାର ଗୋଟେ ପ୍ରେମିକ ପୁରୁଷ ଅଛି ତା ସହିତ ସେ ସମ୍ପର୍କ ରଖିଛି ସେ ତାକୁ ସମୟ ଦେଇଛି ଅମୁକ ଦିନ ଏଇ ସମୟରେ ଏଇ ଜାଗାରେ ଆସି ପହଞ୍ଚିଛି ଏବଂ ମୁଁ ଯାଇ ପହଞ୍ଚିଥିଲି ସେତେବେଳେ ଏ ନାରୀଟି ଯେତେବେଳେ ତା ବିଟ ପୁରୁଷକୁ ବା ପ୍ରେମିକ ପୁରୁଷକୁ କହିଛି ସେ ତା ସ୍ୱାମୀଟି କୌଣସି ପ୍ରକାର ଏ ଖବରଟା ଜାଣିଯାଇଛି ଦୁର୍ଭାଗ୍ୟବଶତଃ ତା ପ୍ରେମିକ ପୁରୁଷଟି ଆଉ କରିନାହିଁ ତା ପରିବର୍ତ୍ତେ ଯାଇଛି କିଏ ନା ତାର ନିଜ ସ୍ୱାମୀ ଯେତେବେଳେ ନିଜ ସ୍ୱାମୀ ଯାଇ ପହଞ୍ଚି ଯାଇ ଗଛ ଉପରେ ବସିଛି ଆଗରୁ
ଇଏ ତା ସ୍ତ୍ରୀ ଯାଇ ପହଞ୍ଚିଲା ଠିକ୍ ସମୟରେ, ସନ୍ଧ୍ୟାବେଳ ସମୟ। ଯେତେବେଳେ ସ୍ତ୍ରୀ ପହଞ୍ଚିଗଲା ସେତିକି ବେଳେ ଆପଣମାନଙ୍କର ବିଖ୍ୟାତ ଚୌପଦୀକାର ଜାନକୀଙ୍କ ପିତା ହେଉଛନ୍ତି ସ୍ୱର୍ଗତ ଗୋକୁଳାନନ୍ଦ ପଟ୍ଟନାୟକ। ତାଙ୍କ ଲେଖାରୁ ବହୁ ଅଂଶ ଉଦ୍ଧାର କରନ୍ତି ଆମ ଗାୟକ ଭାଇମାନେ। ସେଇ ଅଞ୍ଚଳରେ ଆଉ ଜଣେ ବିଖ୍ୟାତ ଚୌପଦୀକାର ସେ ହେଉଛନ୍ତି ବାଙ୍କା ଦାସ। ସେ ଗୋଟିଏ କବିତା ଲେଖିଛନ୍ତି। ମୁଁ ସେ କବିତାଟା ସେଦିନ ସଭାରେ ଭାଷଣ ଦେଲା ପରେ ଆପଣମାନଙ୍କର ଗାୟକ ହିସାବରେ ଯେତେବେଳେ ପରିବେଷଣ କଲି ଏଇ କଥାଟି କହିଥିଲି। କଳାଙ୍କ ମୁଖୀ ବାଳାକେ, କଳାଙ୍କ ମୁଖୀ ବାଳାକେ, ଯାରେ କରି ସନମତି, କଳାଙ୍କ ମୁଖୀ ବାଳାକେ, ସଂକେତ ସ୍ଥଳକୁ ଆସି ସଂକେତ ସ୍ଥଳକୁ ଆସି ବିଲୋକେ ଦେଖେ ସୋପତି, କଳାଙ୍କ ମୁଖୀ ବାଳାକେ। ପଣିକିଆ ହିସାବରେ ହେଇଛି ସାହିତ୍ୟ। ସେତେବେଳେ ପାଲାକାରମାନଙ୍କୁ କୋଟି କୋଟି ଦଣ୍ଡବତ। ସେ ଏଇଭଳି ସାହିତ୍ୟ ସୃଷ୍ଟି କରୁଥିଲେ। ଦୁଇ କେ ଦୁଇ, ପଣିକିଆ ଦୁଇ, ଦୁଇ ଏକ କଜେ ଦୁଇ, ନୟନ ଦରେ ମୁଦଇ, ଦୁଇ ଏକ କଜେ ଦୁଇ, ଆଉ ଦୁଇ ଦୁଗୁଣେ ଯା ହୋଇ, ଦୁଇ ଦୁଗୁଣେ ଯା ହୋଇ, ଅନାଇ ଚିନ୍ତି, କଳାଙ୍କ ମୁଖୀ ବାଳାକେ। ତାପରେ ଦୁଇ ତିରି, ଆଉ ଦୁଇ ତିରି ମନେ ଭାଳି, ଭାଷଇ କ୍ରୋଧେ ଛଇଲି, ଦୁଇ ତିରି ମନେ ଭାଳି, ମିଥ୍ୟା କଥା କହି ମତେ, ମିଥ୍ୟା କଥା କହି ମତେ, ଆସି କରୁଅଛ ନୀତି ପ୍ରୀତି, କଳାଙ୍କ ମୁଖୀ ବାଳାକେ। ଆଉ ଦୁଇ ଚଉକୁ ଯେ ଆଠ, ଘଟିକା ରାତି ପ୍ରକଟ, ଦୁଇ ଚଉକୁ ଯେ ଆଠ, ଦୁଇ ପଞ୍ଚା ଦଶ ଦିଗ, ଦୁଇ ପଞ୍ଚା ଦଶ ଦିଗ, ହୋଇଛି ଘନେ ଆବୃତ୍ତି, କଳାଙ୍କ ମୁଖୀ ବାଳାକେ। ତାପରେ 200, ଆଉ 200 ଯାହା ହୁଏ, 200 ଯାହା ହୁଏ, ତା ସଙ୍ଗେ ଯୁକ୍ତଟି ଥାଏ, 200 ଯାହା ହୁଏ, ଆଉ 2 ସପ୍ତାହ ପୁରେ ନାହିଁ, 2 ସପ୍ତାହ ପୁରେ ନାହିଁ, 14 ଭୁବନ, 2 ସପ୍ତାହ ପୁରେ ନାହିଁ, ତୁମ ଭଳି ଜଣେ ପତି, କଳାଙ୍କ ମୁଖୀ ବାଳାକେ। ଆଉ 2 ଅଷ୍ଟାବୟସୀକୁ, 2 ଅଷ୍ଟାବୟସୀକୁ, ନିରତ୍ୟାଣ ପାଶକୁ, 2 ଅଷ୍ଟାବୟସୀକୁ, ଆଉ 2 ନୂଆ ଥର ୟାକୁ, 2 ନୂଆ ଥର ୟାକୁ, 18 ଥର, 2 ନୂଆ ଥର ୟାକୁ, ଦେଖିଣ ଲୋକେ ଭାସନ୍ତି, କଳାଙ୍କ ମୁଖୀ ବାଳାକେ। ତାପରେ 2 ଦଶା, 2 ଦଶା ଶୂନ କାଟି, 2 ଦଶା ଶୂନ କାଟି, ଭକିବି ସେଇ ଦ୍ରବ୍ୟଟି, 2 ଦଶା ଶୂନ କାଟି, ଏଥର ପ୍ରିୟାକୁ ଘେନି, ଏଥର ପ୍ରିୟାକୁ ଘେନି, କରୁଥାଅ ନୀତି ପ୍ରୀତି, କଳାଙ୍କ ମୁଖୀ ବାଳାକେ। ଆଜ୍ଞା 2 ଦଶା ହେଲା 20। ମୁଁ ବୁଝିବାକୁ ସମୟ ନାହିଁ। କହିବାର ଉଦ୍ଦେଶ୍ୟ ହେଉଛି କବି ଭିତରେ କବିର ଯେଉଁ ସମ୍ପର୍କ। ବାଙ୍କା ଦାସ ସେଇ ଅଞ୍ଚଳର କବି। ତାଙ୍କ ଟିକେ ନିକଟକୁ ଚାଲିଗଲେ ସେ ହେଉଛନ୍ତି ଭକ୍ତଚରଣ। ସିଏ ଜଣେ ବିଖ୍ୟାତ କବି। ତାଙ୍କର ପ୍ରଭାବ ପଡ଼ିଲା ତାଙ୍କ ଉପରେ। କ'ଣ ସେ ଲେଖିଲେ ନା, କମଠ ଜେନେ କୋଷ ଛାଡ଼ି ପଳାଏ, ଅନାଥ ହୁଅନ୍ତି ନନ୍ଦନ, ତାଙ୍କୁ ରକ୍ଷା କରି ବାକୁ କେ ନଥାଇ, ତେମନ୍ତେ ହେବୁ ଗୋପୀଜନ, କୃଷ୍ଣ ହେ ସେହି ମତେ ହେବୁ ନିରେଖ, ଆଉ 19 ଏକ ମିଶେଇ ଖାଇବୁ, 19 ଏକ ମିଶେଇ ଖାଇବୁ, ପ୍ରତ୍ୟକ୍ଷେ ବେନି ଭାଇ ଦେଖ। ସେ ସେଇ 19 ଏକ ମିଶିଲେ 20କୁ ସଂସ୍କୃତିରେ କହନ୍ତି 20, 20ରୁ ଶୂନ କଟିକି ରହିଲା 20। ତେଣୁ ବନ୍ଧୁଗଣ, ଇଏ ଥିଲା ସାହିତ୍ୟ। ଯାହା କହିଲେ ବର୍ତ୍ତମାନର ସାହିତ୍ୟ ଅଲଗା ହେଇଯାଇଛି। ସେ ଆଉ ସାଧାରଣ ଜନତାକୁ ସ୍ପର୍ଶ କରିପାରୁନାହିଁ, ସାଧାରଣ ଜନତାଙ୍କ ଭିତରେ ଗୋଟେ ପହଞ୍ଚି ପାରୁନାହିଁ। ଆଜିକାଲି ସବୁ ମାନପତ୍ର ସାହିତ୍ୟ ହେଇଗଲାଣି। ଯିଏ ଯାହାକୁ ଟିକେ ତେଲେଇ ଦେଲା ସେ ତାକୁ ଗୋଟେ ମାନପତ୍ର ଦେଇ ସମ୍ବର୍ଦ୍ଧନା କରିଦେଲା। ଯାହା କହୁଥିଲେ ଆମର ବନ୍ଧୁ ପ୍ରଫୁଲ୍ଲ ବସନ୍ତ ବାବୁ କହିଲେ ପାଲାକାରମାନଙ୍କୁ ସମ୍ବର୍ଦ୍ଧନା। ଆମର ଚିରସନ୍ଧାନ ଅନୁଷ୍ଠାନ ସବୁବେଳେ ପାଲାକାରମାନଙ୍କୁ ଆଗ ଖୋଜେ। ପ୍ରଥମେ ସମ୍ବର୍ଦ୍ଧନା ଦେଇଥିଲୁ ଆମର ଗାୟକ ଶେଖର ଜଗନ୍ନାଥ ବେହେରା।
ଆଉ ଜଣେ ମୁଁ ତାଙ୍କ ନାଁ ଭୁଲି ଯାଉଛି ଶ୍ରୀ ରାଉତ ବୋଲି ଜଣେ ତାଙ୍କୁ ମଧ୍ୟ ସେ ଗାୟକ ସମ୍ରାଟ ବୋଲି ତାଙ୍କୁ କୁହନ୍ତି ଲକ୍ଷ୍ମୀଧର ରାଉତ ତାଙ୍କୁ ଦିଆଯାଇଥିଲା। ଆଉ ଥରେ ଆମ ବନ୍ଧୁ ଯୁଧିଷ୍ଠିର ପରିଜାଙ୍କୁ ଦିଆଯାଇଥିଲା, ସୁରେନ୍ଦ୍ର ଛୋଟରାୟଙ୍କୁ ଦିଆଯାଇଥିଲା। ଏ ସମସ୍ତଙ୍କୁ ମୁଁ ମଦନ ବାବୁଙ୍କୁ ଦେଇଛି। ସମସ୍ତଙ୍କୁ ଆମେ ସେଇ ପାଲାକାରମାନଙ୍କୁ ଡାକିକି ସମ୍ବର୍ଦ୍ଧନା ମୁଁ କରିଛି। କାରଣ ମୁଁ ଜାଣେ ପାଲାକୁ ଛାଡ଼ି ସାହିତ୍ୟର ପରିକଳ୍ପନା ଅସମ୍ଭବ। କାରଣ ଯେଉଁମାନେ ସବୁ ବିରାଟ ବିରାଟ ସାହିତ୍ୟିକ ସେତେବେଳେ ଗାଁ ଗହଳି ବ୍ରାହ୍ମଣ ଶାସନ ମାନଙ୍କରେ, ବିଶେଷ କରି ମୁଁ ଯୁଆଡ଼େ ଯାଉଥିଲି ସେ ବ୍ରାହ୍ମଣ ଶାସନରେ ସେମାନେ ସବୁ ମୋତେ ଆଗ ଖୋଜିବେ, ଆସି ତାଙ୍କ ପିଣ୍ଡା ଉପରେ ବସେଇ ଦେବେ, କହିବେ ଟିକେ ବୈଦେଶୀ ବିଳାସ ଗାଅ। ବୈଦେଶୀ ବିଳାସ ମୋର ମୁଖସ୍ଥ ଥିଲା, ମୁଁ ଗାଉଥିଲି ତାକୁ ବୁଝଉଥିଲି। ବନପତି ପତି ତାପତି 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 ଯାଇଛି ଆହାରେ, ଆହାର କରୁଛି ଆହାରେ। ଏ ବ୍ରହ୍ମା ବିଷ୍ଣୁ ଶିବ ବାହାନ ଯାହାର, ଗୁଆରି କରିବି ତାହାରେ। ଯାହାକୁ ଅଭିମନ୍ୟୁ ଦୁଇଟ ମାଇଲେ ଦ୍ୱିତୀୟ ଭାଞ୍ଜ ଅଭିମନ୍ୟୁ। ଝଳ ସୁତ ସୁତ ତା ସୁତ ତା ସୁତ ସୁତ ତା ହେଲା ବୈରୀ। ତେଣୁ ବନ୍ଧୁଗଣ, ଇଏ ହେଉଛି ପାଲା ସଂସ୍କୃତି। ଆଉ ବହୁତ ଶ୍ରୋତା ଅଛନ୍ତି, ବକ୍ତା ବି ଅଛନ୍ତି, ସେମାନେ ତାଙ୍କର ପରିବେଷଣ କରିବେ। ମୋ ଭଳି ଅକିଞ୍ଚନକୁ ଆପଣମାନେ ଏଠାକୁ ଡାକିଥିବାରୁ କୃତଜ୍ଞତା ଜଣାଉଛି। ଉମେଶ ବାବୁଙ୍କୁ ଧନ୍ୟବାଦ ଦେଉଛି, କାହିଁକିନା ମୁଁ ଏ ଅନୁଷ୍ଠାନକୁ ବହୁବାର ଆଇଛି। ସେମାନେ ମୋତେ ଅଘୋଷିତ ଭାବରେ ତାଙ୍କର ଉପଦେଷ୍ଟା ଭାବରେ ମୋତେ ରଖିଛନ୍ତି। ତେଣୁ ଆପଣମାନଙ୍କୁ ଆଉ ଥରେ ବଧେଇ ଜଣାଉଛି। ଏ ଯେଉଁ ଅନୁଷ୍ଠାନ ଏ କୋଣାର୍କ ମାଟିରେ ହେଇଛି। କୋଣାର୍କ ହେଉଛି ବିଶ୍ୱ ପ୍ରସିଦ୍ଧ, ଯାହାକୁ କହନ୍ତି ଶ୍ରୀ ଶ୍ରୀ ଜଗନ୍ନାଥ ବିଶାଳ ଧର୍ମ, କୋଣାର୍କ ଗାତ୍ରେ ଇଦ୍ଭୁତ କାରୁକର୍ମ, ସାହିତ୍ୟ ପୀଠେ କବିଭଞ୍ଜ ସୃଷ୍ଟି, ତ୍ରିଶୈବ ବେକ୍ତା ହି କଳିଙ୍ଗ ପୃଷ୍ଟି। କୋଣାର୍କ ହେଉଛି ବିଶ୍ୱ ପ୍ରସିଦ୍ଧ। ଏଭଳି ମାଟିରେ ଉମେଶ ବାବୁଙ୍କୁ ମୋର ଅନୁରୋଧ, ଆର ବର୍ଷକୁ ଆହୁରି ମାର୍ମିକ ଭାବରେ ଆହୁରି ସୁନ୍ଦର ଭାବରେ ଏହି ଅନୁଷ୍ଠାନକୁ କରିବେ। ଏତିକି କହି ଆପଣମାନଙ୍କ ଠାରୁ ବିଦାୟ ନେଉଛି। ବନ୍ଦେ ଉତ୍କଳ ଜନନୀ।